ଆଜ୍ଞା କଥାରେ ଅଛି ବେଡ଼ ଥାଉଣୁ ନିଜ ହିଡ଼ ସମ୍ଭାଳ ନହେଲେ ନେଇଯିବ ଟୁଙ୍ଗୁରୁ ଭଡ଼। ଆଜ୍ଞା ସିଏମ୍ କିଷାନରେ ଏବେ ଏଇଭଳିଆ ହିଁ ସିଚୁଏସନ୍ ହେଇଛି ଯେ ଦେଖନ୍ତୁ ଟୁଙ୍ଗୁରୁ ଭଡ଼ କଥା ମୁଁ କାହିଁକି କହିଲି ଯେ ଦେଖନ୍ତୁ ବର୍ଷା ଯେତେବେଳେ ହୁଏ ଗୋଟେ କ୍ଷେତରେ ବା ଗୋଟେ ଜମିରେ ପାଣି ଜମିକି ରହେ ସେ ସମୟରେ ଯଦି ଆପଣମାନେ ହିଡ଼କୁ ଠିକ୍ ଭାବରେ ନ ବାନ୍ଧିବେ ତାହେଲେ ପାଣି ତ ସବୁ ପଳେଇଯିବ ନା, ତ ଆଉ ପାଣି ରହିବ କି? ଠିକ୍ ସେଇଭଳିଆ ଘଟଣା ହେଇଛି ଆମର ସିଏମ୍ କିଷାନ ଯୋଜନାରେ। ଆଜ୍ଞା କିଛି ଦିନ ତଳେ ସରକାର ଘୋଷଣା କରିଥିଲେ ଯେ ସମସ୍ତେ ଏଇ କାମଟି କରିନିଅନ୍ତୁ ନହେଲେ ଆପଣମାନଙ୍କୁ ଏଠାରେ ସିଏମ୍ କିଷାନ ଟଙ୍କା ଦିଆଯିବ ନାହିଁ। ଆପଣମାନେ ସମସ୍ତେ ସିଏମ୍ କିଷାନ ଟଙ୍କା ଗୋଟେ ଅକ୍ଷୟ ତୃତୀୟାରେ ଗୋଟେ କିସ୍ତି ପାଉଥିଲେ, ତାପରେ ନୂଆଖାଇରେ ଗୋଟେ କିସ୍ତି ପାଉଥିଲେ। ସେ ପଇସା ଆଉ ମିଳିବ ନାହିଁ ଆଜ୍ଞା ଏମାନଙ୍କୁ, କିଛି ଲୋକଙ୍କୁ ଏହା ମିଳିବ ନାହିଁ। କେଉଁମାନେ ସେହି ଲୋକ ଆସନ୍ତୁ କେମିତି ଜାଣିବେ ଆଉ କ'ଣ କରିବାକୁ ପଡ଼ିବ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଆଜି ଏହି ଭିଡ଼ିଓରେ ବତାଇବା ପାଇଁ ଯାଉଛି। ଚାଲନ୍ତୁ ଦେଖୁଥାନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଇଜିଲି ଜାଣିପାରିବେ। ଏଥିପାଇଁ ଆପଣମାନେ ସିମ୍ପଲି ପଢ଼ାନ୍ତୁ ନିଜର ଗୁଗୁଲ୍ କ୍ରୋମ୍କୁ ପଢ଼ାଇ ସାରିଲା ପରେ ଆପଣମାନଙ୍କ ସାମ୍ନାରେ ଏହିପରି ଇଣ୍ଟରଫେସ୍ ଖୋଲିଯିବ। ଏଠାରେ ଆପଣମାନେ ଦେଖିପାରୁଥିବେ ଏଠାରେ ସିମ୍ପଲି ସର୍ଚ୍ଚ କରନ୍ତୁ ଆଜ୍ଞା ସିଏମ୍ କିଷାନ। କ'ଣ ସର୍ଚ୍ଚ କରିବେ? ସିଏମ୍ କିଷାନ ସର୍ଚ୍ଚ କରିଦିଅନ୍ତୁ। ପ୍ରଥମ ସାଇଟ୍ଟି ପଳାଇ ଆସିବ। ଏଠାରେ ଦେଖିପାରୁଥିବେ cmkisan.odisha.gov.in। ସିମ୍ପଲି ତାକୁ ଓପନ୍ କରିଦେବେ। ଓପନ୍ କଲା ପରେ ଦେଖନ୍ତୁ ଏଇ ଜିନିଷଟା ସମସ୍ତେ କୁହନ୍ତିନି, ମୁଁ କହୁଛି ଆପଣମାନେ ଦେଖନ୍ତୁ ଜାଣିପାରିବେ ଇଜିଲି। ଏଇଠି ଏଇ କ୍ରସ୍ ବଟନ୍କୁ କ୍ଲିକ୍ କରିକି ୟାକୁ କାଟିଦେବେ। ତାପରେ ସ୍ଥିତି ଯାଞ୍ଚ କରନ୍ତୁ ଏଠାରେ ଲେଖା ହେଇଛି, ଏଟାକୁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠାରେ ଆଧାର ନମ୍ବର ଦେଇକି ନିଜର ଆଧାର ନମ୍ବର ଦେଇକି ଏଠାରେ ଆପଣମାନେ ଲଗ୍ଇନ୍ କରିଦିଅନ୍ତୁ। ତ ମୁଁ କ'ଣ କରୁଛି ଆଧାର ନମ୍ବରଟି ଏଠାରେ ଦେଇ ରଖୁଛି। ଉପରେ ଆଧାର ନମ୍ବରଟି ମୁଁ ଦେଇଦେଲି, ଏଇ ଉପରେ ଆଧାର ନମ୍ବରଟି ଦେଇଦେଲି। ତାପରେ ଏଠାରେ ଯେଉଁ କ୍ୟାପ୍ଚାଟି ଲେଖା ହେଇଛି ଏଇଠି ମୁଁ ପୂରଣ କରିବି। ଏବେ କ୍ୟାପ୍ଚା କ'ଣ ଆଜ୍ଞା? HWYK ଲେଖା ହେଲା ଦେଖିପାରୁଥିବେ ଏଠାରେ। ତାପରେ ଶୋ ଜାଗାରେ ଆଜ୍ଞା ମୁଁ କ୍ଲିକ୍ କରିଦେଲି। ଶୋ ଜାଗାରେ କ୍ଲିକ୍ କଲା ପରେ ଆପଣଙ୍କ ଦେଖିପାରୁଥିବେ ଏଠାରେ ଆପଣଙ୍କର ଭେରିଫିକେସନ୍, ବ୍ଲକ୍ ଭେରିଫିକେସନ୍, ଡିଷ୍ଟ୍ରିକ୍ଟ ଭେରିଫିକେସନ୍, କଲେକ୍ଟର ଭେରିଫିକେସନ୍, ଷ୍ଟେଟ୍ ଭେରିଫିକେସନ୍। ତାପରେ ତଳକୁ ଯେତେବେଳେ ଆପଣମାନେ ଯିବେ ଏଠାରେ ତ ଏଠିକି ତଳକୁ ଗଲା ପରେ ଆପଣଙ୍କୁ ଏଠାରେ ଦେଖାଯାଉଥିବ ଆଜ୍ଞା ଯେ ଏଠାରେ CMKID ଏଠାରେ ଆଇଡ଼ି ଦେଖାଯାଉଥିବ। ତା ସହିତ ଏଠାରେ ଦେଖିପାରୁଥିବେ ଲେକିଂ ମ୍ୟାଣ୍ଡେଟୋରି ପାରାମିଟର୍ସ। ଏଇ ଜାଗାରେ ଆପଣଙ୍କର ଯଦି ନାଁ ଅଛି ଆଜ୍ଞା ତାହେଲେ ବହୁତ ଭଲ କଥା, ଆପଣମାନଙ୍କୁ ଆଉ କିଛି କରିବା ପାଇଁ ପଡ଼ିବନି, ଆପଣମାନଙ୍କୁ ଟଙ୍କା ମିଳିବ। କିନ୍ତୁ ଆଉ ଗୋଟେ ଜିନିଷ ଯଦି ଥାଏ ତାହେଲେ ଆପଣଙ୍କର ଅସୁବିଧା ହୋଇଯିବ। ସେ ଜିନିଷଟି କ'ଣ ଆଜ୍ଞା? ଚାଲନ୍ତୁ ମୁଁ ଦେଖାଉଛି ଆପଣମାନଙ୍କୁ। ସେଇ ଜିନିଷଟି ହେଲା ଆଜ୍ଞା ଇଏ ଲେକିଂ ମ୍ୟାଣ୍ଡେଟୋରି ପାରାମିଟର ଜାଗାରେ ଯଦି ଏହିପରି ଅଛି ଯେ ଦ ଆପ୍ଲିକେସନ୍ ଡିଟେଲ୍ସ ପ୍ରୋଭାଇଡ୍ ଆର୍ ଇନସଫିସିଏଣ୍ଟ ପ୍ଲିଜ୍ ରେଜିଷ୍ଟର ଅନ୍ ଦ ସିଏମ୍ କିଷାନ ପୋର୍ଟାଲ। ଏହିପରି ଯଦି ଆଜ୍ଞା ଅଛି ଆଜି ହିଁ ଶେଷ ତାରିଖ, ଆପଣମାନଙ୍କୁ ଆଉ ଟଙ୍କା ମିଳିବ ନାହିଁ। କାହିଁକି ମିଳିବ ନାହିଁ? ଚାଲନ୍ତୁ ମୁଁ ଆପଣମାନଙ୍କୁ ଆହୁରି ଅନେକ ଜିନିଷ ଦେଖାଉଛି। ସରକାର କିଛି ଦିନ ତଳେ ଏହା ଘୋଷଣା କରିଥିଲେ ଯେ ସିଏମ୍ କିଷାନ ଯୋଜନା ହିତାଧିକାରୀମାନେ ଧ୍ୟାନ ଦିଅନ୍ତୁ। ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ସିଏମ୍ କିଷାନ ହିତାଧିକାରୀ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସିଏମ୍ କିଷାନ ଯୋଜନାର ସହାୟତା ରାଶି ରଖିବା ପାଇଁ ନିମ୍ନଲିଖିତ ବାଧ୍ୟତାମୂଳକ କାର୍ଯ୍ୟକ୍ରମ ବା ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରନ୍ତୁ। ବାଧ୍ୟତାମୂଳକ କହିଲେ ଅତି ଜରୁରୀ, ଆପଣମାନେ ନ କଲେ ଏହା ଚଳିବ ନାହିଁ। ସେ ଜିନିଷଟି କ'ଣ? ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ କରନ୍ତୁ। ବ୍ୟାଙ୍କ ଖାତା ସହ ଆପଣଙ୍କର ଯେଉଁ ଅଛି ବ୍ୟାଙ୍କରେ ଖାତା ଯେଉଁ ଅଛି ତାକୁ ଆଧାର କାର୍ଡ଼ ସହିତ KYC କରିବେ, ଯୋଡ଼ିବେ। ଇଏ ପ୍ରଥମ ଜିନିଷ। 2 ନମ୍ବର ଜିନିଷ ଆଜ୍ଞା କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ, ଫାର୍ମର ରେଜିଷ୍ଟ୍ରି, କୃଷକ ପଞ୍ଜୀକରଣ, ଚାଷୀ ପଞ୍ଜୀକରଣ କରିବା ନିହାତି ଜରୁରୀ ଅଟେ। କାହାର ନିହାତି ଜରୁରୀ ଅଟେ? ଯେଉଁଟା ମୁଁ ଦେଖେଇଲି ଲେକିଂ ମ୍ୟାଣ୍ଡେଟୋରି ପାରାମିଟର ଯଦି ଇନସଫିସିଏଣ୍ଟ ଅଛି ତାହେଲେ ଆପଣମାନଙ୍କୁ ସମସ୍ତଙ୍କୁ ଯେ କୃଷକ ପଞ୍ଜୀକରଣ କରିକି ତାକୁ ଅପଡ଼େଟ୍ କରିବାକୁ ପଡ଼ିବ। ତାର ଶେଷ ତାରିଖ ଥିଲା ଆଜ୍ଞା 7/9/2025, ଯେଉଁଟାକି ଆଜି ରାତି 12ଟା ପୂର୍ବରୁ ଯଦି ଆପଣମାନେ ଏଇ କାମଟି ଗୁଡ଼ାକ କରିଦେଉଛନ୍ତି ତାହେଲେ ଆପଣମାନଙ୍କୁ ସିଏମ୍ କିଷାନ ଟଙ୍କା ମିଳିବ, ନହେଲେ ମିଳିବ ନାହିଁ। ତା ସହିତ ଏଠାରେ ଆଉ ଗୋଟେ ଏଠାରେ ଅପଡ଼େଟ୍ ଦେଇଛନ୍ତି ସରକାର। ସେ ଅପଡ଼େଟ୍ଟି କ'ଣ ରହିଛି ଆଜ୍ଞା ଦେଖନ୍ତୁ। ଆଉ ଗୋଟେ ଅପଡ଼େଟ୍ ରହିଛି ଆପଣମାନେ ଦେଖିପାରୁଥିବେ ଏଠାରେ ଯେ ଏଠାରେ କୁହାଯାଉଛି ଯେ ଉପରୋକ୍ତ ଆବଶ୍ୟକତା ପୂରଣ କରିବା ପରେ ହିତାଧିକାରୀମାନେ ଆଧାର ଲିଙ୍କ ଥିବା ମୋବାଇଲ ନମ୍ବର ଜରିଆରେ KYC ସହିତ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ କିଷାନ ପୋର୍ଟାଲରେ ପଞ୍ଜୀକରଣ କରାଇ ନିଅନ୍ତୁ। ଆପଣମାନେ ଏତିକି କରିସାରିଲା ପରେ ଯାଇକି ଆପଣମାନେ ଆଉ ଥରେ ରେଜିଷ୍ଟ୍ରେସନ୍ କରିଦେବାକୁ ପଡ଼ିବ। ସେଇଥିରେ ହିଁ ଆପଣମାନଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଆପଣଙ୍କର ଯଦି ଫାର୍ମର ରେଜିଷ୍ଟ୍ରି ବା ଫାର୍ମର କୃଷକ ପଞ୍ଜୀକରଣ ଆପଣମାନେ କରି ଦେଉଛନ୍ତି। ଏତିକି ଯଦି ନ କରୁଛନ୍ତି ତାହେଲେ ଆଜି ଶେଷ ସୁଯୋଗ ଆଜ୍ଞା, ଆଉ ମିଳିବନି ଟଙ୍କା। ତ ଏଇ ଯେଉଁ ଭୁଲ ଗୁଡ଼ାକ ଯାହାର ଅଛି
ମାନଙ୍କ ନିକଟକୁ ଭିଡ଼ିଓଟିକୁ ନିହାତି ଭାବରେ ସେୟାର କରନ୍ତୁ ଆଜ୍ଞା। ତାଙ୍କୁ ଏଇ ଭିଡ଼ିଓଟି ଜରୁରୀ ଅଟେ। ଏଇ ଭିଡ଼ିଓ ଦେଖିକି ଯଦି ସେମାନେ ନ କରିବେ, କିଛି ଆକ୍ସନ୍ ନ ନେବେ, ଆଉ ଟଙ୍କା ମିଳିବ ନାହିଁ, ଆପଣମାନେ ଆଉ ଦୋଷ ଦେବେ ନାହିଁ। ଦେଖନ୍ତୁ ଯେଉଁମାନଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଅଛି ସେମାନଙ୍କୁ ମିଳିଯିବ, ଆଉ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ। ଆଉ ଗୋଟେ କଥା ଏଠାରେ ମୁଁ କହିବା ପାଇଁ ଯାଉଛି, ଆପଣମାନେ ସମସ୍ତେ ମନେ ରଖନ୍ତୁ ଯେ ସିଏମ୍ କିଷାନ ରାଜ୍ୟ ସରକାର, ପିଏମ୍ କିଷାନ କେନ୍ଦ୍ର ସରକାର। ତ ସରକାର ଏବେ ନୂଆ ନୂଆ ନୀତି ନିୟମ ବାହାର କରିଦେଉଛନ୍ତି। ନୂଆ ନୀତି ନିୟମଟି କ'ଣ ଆଜ୍ଞା, ଯେ ପିଏମ୍ କିଷାନ ପାଇବାକୁ ହେଲେ ଆପଣମାନଙ୍କୁ ଏଠାରେ ଫାର୍ମର ରେଜିଷ୍ଟ୍ରି କରିବାକୁ ପଡ଼ିବ। ଯେଉଁମାନେ ସିଏମ୍ କିଷାନ ପାଉଛନ୍ତି, ପିଏମ୍ କିଷାନ ପାଉନାହାନ୍ତି, ସେମାନେ ଓନ୍ଲି ସିଏମ୍ କିଷାନ ହିଁ ପାଉଥିବେ ଆଜ୍ଞା। ପିଏମ୍ କିଷାନ ସେତେବେଳେ ପାଇବେ ଯେତେବେଳେ ସେମାନେ ଫାର୍ମର ରେଜିଷ୍ଟ୍ରି କରିବେ ବା ଚାଷୀ ପଞ୍ଜୀକରଣ କରିବେ। ଯଦି ଫାର୍ମର ରେଜିଷ୍ଟ୍ରି ବା ଚାଷୀ ପଞ୍ଜୀକରଣ ସେମାନେ କରୁନାହାନ୍ତି, ତାହେଲେ ତାଙ୍କୁ ପିଏମ୍ କିଷାନ ଟଙ୍କା ମିଳିବ ନାହିଁ। ଆପଣମାନଙ୍କୁ ଖାଲି ଯଦି ସିଏମ୍ କିଷାନ ଟଙ୍କା ମିଳୁଛି, ଆପଣମାନେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ, ଆପଣମାନଙ୍କୁ ସିଏମ୍ ଟଙ୍କା ହିଁ ମିଳୁଥିବ। କିନ୍ତୁ ଯେଉଁମାନଙ୍କର ଲେକିଂ ପାରାମିଟର ଏଠାରେ ଅଛି, ଇନସଫିସିଏଣ୍ଟ ଡକୁମେଣ୍ଟ ଅଛି, ରେଜିଷ୍ଟର କରିବା ପାଇଁ କହୁଛି, ଆପଣମାନଙ୍କୁ ଆଉ ଥରେ କରିବାକୁ ପଡ଼ିବ, ନହେଲେ ଆପଣମାନଙ୍କୁ ଆଉ ଟଙ୍କା ମିଳିବ ନାହିଁ। ଯେଉଁମାନେ ସିଏମ୍ କିଷାନ ଟଙ୍କା ପାଉଥିବ କିଛି ଅସୁବିଧା ନାହିଁ, ଯେବେ କାଟିବେ, ପୁଣି ନୂଆ ନିୟମ ବାହାରିଲେ ସରକାର ଦେଖିବା। ଆଉ ଏଇ ଯେଉଁ 7 ତାରିଖ ଯେଉଁ ଶେଷ ସୁଯୋଗ କୁହାଯାଉଛି, ସରକାର ଚାହିଁଲେ ପୁଣି ଡେଟ୍ ଏକ୍ସଟେଣ୍ଡ କରେଇ ପାରନ୍ତି, ବଢ଼େଇ ପାରନ୍ତି ଆଗକୁ, କିନ୍ତୁ ସମୟ ଥାଉ ଥାଉ ନିଜ ହିଡ଼ ସମ୍ଭାଳି ଦେବାଟା ହିଁ ଆଜ୍ଞା ଭଲ। ଆଜ କା କାମ ଆଭି, କାଲ କା କାମ ଆଜ କରୋ, ଏମିତି କ'ଣ ଅଛି ଆପଣମାନେ ବେହତର ଜାଣିଥିବେ, ଭଲ ଭାବରେ ଜାଣିଥିବେ। ଏନିୱେ ଭିଡ଼ିଓ ଯଦି ଭଲ ଲାଗିଲା ନିହାତି ଲାଇକ୍ କରିବେ। ଆମରି ଚ୍ୟାନେଲରେ ଏହିପରି ଅପଡ଼େଟ୍ ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ।